ନା ସେଫ୍ଟି ପାଇଁ ଦିଆଗଲା ତ ଗାଈ ବଳଦ ସ୍କୁଲ ଛୁଆ ଯିବା ଆସିବା କରିବେ କେତେବେଳେ କରେଣ୍ଟ ଲାଗିଯିବ ସେଫ୍ଟି ଲାଗି ଆମେ ନିଜେ ବାଡ଼ା ଦେଇଛୁ। ଆସିକି ପହଞ୍ଚିଛୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡଭାଲ ପଞ୍ଚାୟତ ଗ୍ରାମ ହଉଛି ଖନ୍ତା। ଆମେ ବର୍ତ୍ତମାନ ଖନ୍ତାରେ ଠିଆ ହେଇଛୁ। ଆମେ ଇନେ କିଛି ଭାଇ ଆମକୁ ଖବର ଦେଲେ ଆମେ ଆସିଲୁ ଯାହାକେ ତ ତାଙ୍କର ଗୋଟେ ସମସ୍ୟା ଯେନ୍ଟା ରହିଛି ଇଲେକ୍ଟ୍ରି ସମସ୍ୟା କାଣା ଆମେ ଇନେ ଦେଖାଉଛୁ ଆପଣকে ଆସୁন ଦେଖୁନ এই জায়গাରେ ইলেকট্রি ট্রান্সফর্মার বসিছে এই জায়গাରେ ইলেকট্রিক ট্রান্সফর্মার বসিছে ই করেন্টটা পুরা গাঁ যাক করেন্ট ইউজ হেସି। ଇ ଗାଁର କିଛି ଯୁବକ ଭାଇ ମାନେ ଗାଁର ସ୍ୱେଚ୍ଛାସେବୀ ଭାଇ ମାନେ କିଛି ମହାନତା କାମ କରିଛନ୍। ସେମାନେ ବ୍ୟାରିକେଡ ଦେଇଛନ୍ ଯେହେତୁ ସେଇ ଗାଁରେ ତାଙ୍କର ପିଲା ଛୁଆ ଏଇ ଜାଗାରେ ରହୁଛନ୍ ତ ତାଙ୍କର ସେଫ୍ଟି ଲାଗି ସେମାନେ କରିଛନ୍ ଯେନ୍ଟା କି ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ କରବା କଥା। ଯେହେତୁ ଇଲେକ୍ଟ୍ରି ହଉଛି ଗୋଟେ ବିପଦ ଜିନିଷ ଏଥିରେ କେହି ବଞ୍ଚି ନାଇ ପାରନ୍। ତ ଇ ଜାଗାରେ ପୋଖରୀ ବି ଅଛେ ସାଇଡରେ ପାଣି ଅଛେ ସାଇଡରେ ଗୋଟେ ପଟା ଇନେ ଗୋଟେ ପଟା ସାହାଯ୍ୟରେ ସେମାନେ କରେଣ୍ଟର ବ୍ୟବସ୍ଥା କରିଛନ୍ ଗାଁକେ କରେଣ୍ଟ ସପ୍ଲାଏ ହେଇଛେ। ତ ଇ ଯେନ୍ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟର ଅବହେଳା ଆମେ ଏଇଟା କହମୁ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟର ଅବହେଳା ଯଦି ଆଗାମୀ ଦିନରେ ଯଦି କାହାର ଯଦି କ୍ଷୟକ୍ଷତି ହଉଛେ ତ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ଦାୟୀ ରହିବେ। ତ ଶୀଘ୍ର ଇତାକେ ଗୋଟେ ବ୍ୟାରିକେଡ ଦେବା କଥା ବାଉଣ୍ଡ୍ରି ଦେବା କଥା ସେଫ୍ଟି ହେବା କଥା। ଅଛନ୍ କିଛି ସ୍ୱେଚ୍ଛାସେବୀ ଭାଇ ମାନେ ଅଛନ୍ ସେମାନେ ଆମକୁ ଖବର ଦେଲେ ଆମେ ତାଙ୍କୁ ପଚରାମା। ଆଜ୍ଞା ଆପଣଙ୍କ ନାଁଟା ଆଡ୍ରେସଟା? ମୋ ନାଁ ଜିତେନ୍ଦ୍ର ପ୍ରଧାନ ଗ୍ରାମ ଖଣ୍ଡକତା। ଆଜ୍ଞା ଆମକୁ ଖବର ଦେଲେ ଆମେ ଆସିବୁ ଆପଣଙ୍କ ଜାଗାକେ ଆପଣଙ୍କ ଏ ସମସ୍ୟାଟା ସେଟା ସମସ୍ୟା କହୁଛି ଆମେ ଭିଡିଓ ମାଧ୍ୟମରେ ଆମେ ଜଣାମୁ। ସମସ୍ୟା ହଉଛି ପାଖରେ ସ୍କୁଲ ହଉଛି ଛୁଆ ମାନେ ଯାଉଛି ଗାଈ ବଳଦ ସବୁ ଭିତରକୁ ପଶି ଯାଉଛ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ବାଉଣ୍ଡ୍ରିର ବ୍ୟବସ୍ଥା କରିବା କଥା ଖୋଲା ରହିଛି ନିଜେ ହେଥିଲାଗି ଏଇଟା ସେଫ୍ଟି ଲାଗି ଆମେ ନିଜେ ବାଡ଼ା ଦେଇଛୁ। ସେଫ୍ଟି ଲାଗି ଆମେ ନିଜେ ବାଡ଼ା ଦେଇଛୁ। ସେଫ୍ଟି ଲାଗି ଆମେ ନିଜେ ବାଡ଼ା ଦେଇଛୁ। ନିଜେ ମାନେ କାଠ ସାହାଯ୍ୟରେ ବାଡ଼ା ଦେଇଛୁ। ବାଡ଼ା ଦିଆହେଇଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତ ଆଉ କାଣା କାଣା ସମସ୍ୟା ରହିଛି କୁହନ୍ତୁ? ନାଇଁ ଏଇଟା ଇଲେକ୍ଟ୍ରିକ ବାଲା ଯଦି ବାଉଣ୍ଡ୍ରି ବ୍ୟବସ୍ଥା କରିଦେଲେ ଗୋଟେ ସେଫ୍ଟି ରହିତା ଛୁଆ ପିଲା ଗାଈ ବଳଦ ସମସ୍ତଙ୍କ ଲାଗି ଜୀବନ ଅସୁବିଧା ପ୍ରତି ହଉଛି ସୁରକ୍ଷିତ ହେଇପାରବା। ସୁରକ୍ଷିତ ହେଇପାରିବ। ମୋ ନାମ ମନୋଜ ମିଶ୍ର। କାଣା ସମସ୍ୟା ହେଇଛି କୁହନ୍ତୁ ଆଜ୍ଞା? ଗୋଟେ ଇଲେକ୍ଟ୍ରିକ ଅଛି ପୋଲ ଅଛି ଟ୍ରାନ୍ସଫର୍ମର ବସି ସ୍କୁଲ ସାମ୍ନାରେ ଛୁଆ ଯିବା ଆସିବା କରୁଛନ୍ ଗାଈ ବଳଦ ଯିବା ଆସିବା କରୁଛନ୍ ନା ଗୋଟେ ପଟା ଗୋଟେ ଲାଇନ କରେଣ୍ଟ ଗୋଟେ ଦିଆହେଇଛି ଏଥିରେ ବହୁତ ଅସୁବିଧା ହଉଛି। ଏଇଟା ଶୀଘ୍ର ୟାର ମରାମତି କଲେ ଶୀଘ୍ର ସମାଧାନ ହବ ମରାମତି କଲେ ସୁବିଧା ହେଇପାରବା। ସୁବିଧା ଆଚ୍ଛା ହେଇପାରିବ। ଯେନ୍ ବ୍ୟାରିକେଡଟା ଆପଣ ଦେଲେ ମାନେ କାଣା ଭାବିକି ଦେଲେ ଆପଣ? ନା ସେଫ୍ଟି ପାଇଁ ଦିଆଗଲା ତ ଗାଈ ବଳଦ ସ୍କୁଲ ଛୁଆ ଯିବା ଆସିବା କରିବେ କେତେବେଳେ କରେଣ୍ଟ ଲାଗିଯିବ। କିଛି ସାମ୍ନାରେ ସରକାରୀ ସହାୟତା ଖର୍ଚ୍ଚା ହେଇଛି କି ଯେନ୍ ସରକାରୀ ବ୍ୟାରିକେଡ ସହାୟତା ଦେଇଛନ୍? କିଛି ନାହିଁ ଆମେ ନିଜେ ଯାହା ସାହାଯ୍ୟ ଗାଁ ବାଲେ ଗାଁ କରିଛନ୍। ବାଲା କରିଛନ୍ତି। ତ ଶୁଣି ପାରୁଥିଲେ ଏଇନେ ଗାଁ ବାଲେ ଆମେ ଦେଖଉଛୁ ଏଇ ଜାଗାରେ ସ୍କୁଲ ବି ଅଛେ। ଆମେ ଏଇ ବାଟେ ଦେଖଉଛୁ ସ୍କୁଲ ବି ଅଛି ଏଇ ଜାଗାରେ। ଦେଖୁ ଏଇଟା ହଉଛି ଖନ୍ତା ଗ୍ରାମର ସ୍କୁଲ ଇନେ ଛୁଆ ମାନେ ପଢୁଛନ୍ ଏଇ ଜାଗାରେ ତ ଇ ବାଟେ ଯିବା ଆସିବା କରସନ୍ ବନ୍ଦକେ ଲୋକ ଗାଧବା ଲାଗି ଆସନ୍ ଗାଈ ବଳଦ ପଶୁ ଜନ୍ତୁ ସବୁ ପାଣି ପିଇବାର ଲାଗି ଆସନ୍ ତ ତାଙ୍କର ଜୀବନ ପ୍ରତି ବିପଦ ଅଛେ। ରେଢ଼ାଖୋଲ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟ ଆସିକି ଶୀଘ୍ର ତାର ଉପରେ କାର୍ଯ୍ୟକାରୀ କରୁନ୍। ମୋ ଗାଁ ସମସ୍ୟା ଖନ୍ତାରୁ।